Hello friend, welcome to our YouTube channel Only Math Trick। तो फ्रेंड ଚାଲ ତୁମ ହସ ଖେଳ ବହିର ପାଠର ନାମ ହେଲା ଝିଅ ହେବ ତ ଏମିତି। ଚାଲ ଶୀଘ୍ର ଶୀଘ୍ର ଡେରି ନ କରି ପାଠଟି ଆରମ୍ଭ କରିବା। ପାଠର ନମ୍ବର ଦେଖ 27। ତ ପାଠଟି ଆରମ୍ଭ କରିବା ପୂର୍ବରୁ ତୁମମାନଙ୍କୁ ଅନୁରୋଧ ତୁମେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ କର ଏବଂ ଗୋଟିଏ କମେଣ୍ଟ କର, କାହିଁକି ନା ତୁମେ ଏହି ଚ୍ୟାନେଲ ମାଧ୍ୟମରେ ଏମିତି ଅନେକ ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବାକୁ ପାଇବ। ତାହେଲେ ଚାଲ ଡେରି ନ କରି ଶୀଘ୍ର ଶୀଘ୍ର ପାଠଟି ଆରମ୍ଭ କରିବା। ସମସ୍ତେ ଦେଖ ପାଠ ନମ୍ବର 27। ପାଠ ନାମ ହେଲା ଝିଅ ହେବ ତ ଏମିତି। ଦେଖ, ଗୌରୀ ଓ ଗୌତମ ଭାଇ ଭଉଣୀ। କିଏ? ଗୌରୀ ଏବଂ ଗୌତମ ଦୁଇ ଭାଇ ଭଉଣୀ ଥିଲେ। ଦୁଃଖୀରାମ ସେମାନଙ୍କ ବାପା। ଏ ଗୌରୀ ଓ ଗୌତମଙ୍କର ବାପାର ନାମ କ'ଣ? ଦୁଃଖୀରାମ। ବାପା ମା ଗୌରୀ ଓ ଗୌତମଙ୍କୁ ନେଇ ତାଙ୍କର ପରିବାର କେତେ ଜଣ ଅଛନ୍ତି? ଜଣେ ବାପା ମା ଗୌରୀ ଓ ଗୌତମ ଏମାନେ ହେଲେ 4 ଜଣଙ୍କୁ ନେଇକି ଗୋଟିଏ ପରିବାରଟି ଛୋଟ। ତାଙ୍କର କୌଣସି ଅଭାବ ନଥିଲା। ତାଙ୍କ ପରିବାରଟି ଛୋଟ ଥିଲା ଏବଂ ତାଙ୍କର କେବେ କୌଣସି ଅଭାବ ନଥିଲା। ଦେଖ ପିଲାମାନେ, ଦେଖ ଏଇଟା ଛୋଟ ପରିବାର। ଗୌରୀ ଏଇଟା ଗୌତମ ଏବଂ ଏ ଦୁଇ ଭାଇ ଭଉଣୀଙ୍କ ତାର ଏଇଟା ବାପା, ଏଇଟା ତାଙ୍କ ମା। ଏଇ 4 ଜଣଙ୍କୁ ନେଇକରି ଗୋଟିଏ କ'ଣ? ଗୋଟିଏ ଖୁସି ପରିବାର ଥିଲା। ଦିନେ ଦୁଃଖୀରାମ ବାବୁ ଘରେ ନଥିଲେ। ଦିନେ କିଏ? ଦୁଃଖୀରାମ ବାବୁ ଘରେ ନଥିଲେ। ଗୌତମର ଦେହ ଖରାପ ହେଲା। କାହାର? ଗୌତମକୁ ଜ୍ୱର ହେଲା, ତାର ଦେହ ଖରାପ ହେଲା। ସେହି ସମୟରେ ଝଡ଼ ପବନ ହେଉଥାଏ। ଯେଉଁ ସମୟରେ ଗୌତମକୁ ଜ୍ୱର ହେଇଥାଏ ସେ ସମୟରେ ଝଡ଼ ଏବଂ ଜୋରରେ ବହୁଥାଏ। ଗୌତମର ଦେହ ଦୁଃଖ ଗୌରୀ ସହିପାରିଲା ନାହିଁ। ଗୌତମର ଦେହର ଦୁଃଖ ଦେଖି ଗୌରୀ ସହିପାରିଲା ନାହିଁ। ସେ ଝଡ଼ ବତାସକୁ ଦେଖି ଡରିଲା ନାହିଁ। ଗୌତମକୁ ସାଙ୍ଗରେ ଧରି ବୈଦଙ୍କ ନିକଟକୁ ନେଇଗଲା। ଯେତେ ଝଡ଼ ବର୍ଷା ହେଉଥିଲେ ମଧ୍ୟ ଗୌରୀ ତାହା ନ ଡରିକି କ'ଣ କଲା? ଗୌତମକୁ ଧରିକି ସେ ବୈଦ ପାଖକୁ ନେଇଗଲା। ଦେଖ ପିଲାମାନେ, ଏଇଟା ଦେଖ ଗୌରୀ ତାର ଗୌତମର ବଡ଼ ଭଉଣୀ କ'ଣ କରୁଛି? ଗୌତମକୁ ତା ପିଠିରେ ଧରିକି ସେ କେଉଁଠି ନେଉଛି? ଏଇଟା ବୈଦ ପାଖକୁ ନେଉଛି। କାହିଁକି ନା ଗୌତମର ଦେହ ଖରାପ ଅଛି। ଦେଖ, ସେଥିପାଇଁ ସେ ଗୌତମକୁ ଧରିକି ବୈଦ ପାଖକୁ ନେଇକି ଯାଉଛି। ବୈଦ ଗୌତମକୁ ଦେଖିଲେ। ରବିବାର ଠାରୁ ଶନିବାର ଯାଏଁ 7 ଦିନ ପାଇଁ ଔଷଧ ଦେଲେ। ସେ କେତେ ଦିନ ପାଇଁ ଔଷଧ ଦେଲେ? ବୈଦ ଗୌତମକୁ 7 ଦିନର ଔଷଧ ଦେଲେ। ଗୌତମ ଔଷଧ ଖାଇଲା, ତାର ଦେହ ଭଲ ହେଲା। କିଏ? ସେ ବୈଦ ଦେଇଥିବା ଔଷଧ କିଏ ଖାଇଲା? ଗୌତମ ଖାଇଲା ଏବଂ ଗୌତମର ଦେହ ସୁସ୍ଥ ହେଲା। ଦେଖ ପିଲାମାନେ, ଏଇଟା ଦେଖ ଗୌତମ, ଏଇଟା ଦେଖ ବୈଦ କ'ଣ କରୁଛନ୍ତି? ତାକୁ ଦେଖୁଛନ୍ତି କେମିତି ଜ୍ୱର ହେଉଛି ବୋଲିକି ସେ ଚିକିତ୍ସା କରୁଛନ୍ତି। ଗୌରୀର ଦୁଃସାହସ ଦେଖି ଲୋକମାନେ ତାକୁ ବାଃ କଲେ। ଗୌରୀର ଯେଉଁ ସାହସ ଥିଲା, ସେଇ ସାହସକୁ ଦେଖି ଲୋକମାନେ କ'ଣ କଲେ? ବାଃ କଲେ। ସଭିଏ କହିଲେ ଝିଅ ହେବ ତ ଏମିତି। ଦେଖ ପିଲାମାନେ, ଗୌରୀ କେମିତି ତାର ସାହସ କରିକି ତା ଭାଇକୁ ଯେତେ ବର୍ଷା ଝଡ଼ ହେଉଥିଲା ମଧ୍ୟ ତା ଭଉଣୀକୁ ପିଠିରେ ଲଦିକି ସେ ବୈଦ ପାଖକୁ ଦେଖ ଏଇଟା ନେଉଛି ଏବଂ ଆଣିକି ବୈଦ ପାଖକୁ ଦେଖାଇଲା। ତାର ସାହସ ଦେଖି ଲୋକମାନେ ବାଃ କଲେ ଏବଂ ଝିଅ ହେବ ତ ଏମିତି ଝିଅ ବୋଲି ସମସ୍ତେ ପ୍ରଶଂସା କଲେ। ଠିକ୍ ଅଛି ପିଲାମାନେ, ତୁମମାନଙ୍କୁ ଭିଡ଼ିଓଟି ପସନ୍ଦ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଲାଇକ୍ କରିବ। ଆଉ ତୁମ ସାଙ୍ଗମାନଙ୍କ ପାଖକୁ ସେୟାର କରିବ, କାହିଁକି ନା ସେମାନେ ମଧ୍ୟ ଏହି ଭିଡ଼ିଓ ଦେଖିପାରିବେ। ଧନ୍ୟବାଦ।